ପାରଙ୍ଗ ବ୍ଲକ ଅନ୍ତର୍ଗତ ଉଷୁମା ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ବିଧାୟକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ, ବାରଙ୍ଗ ବ୍ଲକ ଶିକ୍ଷାଧିକାରୀ ବିଭୂତିଭୂଷଣ ବେହେରା, ଅଧ୍ୟକ୍ଷା ସାବିତ୍ରୀ ଦଳାଇ, ଶିକ୍ଷାବିତ ପ୍ରଦ୍ୟୁମ୍ନ କୁମାର ପତି, ଓଷ୍ଟା କୋଷାଧ୍ୟକ୍ଷ ଅଶୋକ ମହାପାତ୍ର, ବ୍ୟାଙ୍କ ପରିଚାଳିକା ସରସ୍ୱତୀ ମୁର୍ମୁ, ବିଶ୍ୱରଞ୍ଜନ ସ୍ୱାଇଁ, ବିଶ୍ୱରଞ୍ଜନ ଦାସ, ସମିତି ସଭ୍ୟା, ଶୁଭଲକ୍ଷ୍ମୀ ଦାସ, ମାନସ ପଣ୍ଡା, ଦିବ୍ୟସିଂ ପାତ୍ର, ସାମ୍ବାଦିକ ଲଲିତ କୁମାର ଦାସ, ଦିଗମ୍ବର ସାହୁ, ବିପ୍ରଚରଣ ପ୍ରଧାନ, ଅଚ୍ୟୁତାନନ୍ଦ ସାହୁ, ତ୍ରିଲୋଚନ ଜେନା, ସ୍ୱପ୍ନାଶୀ ପଟ୍ଟନାୟକ, ସନ୍ତୋଷ କୁମାର ଦାସ, ପ୍ରଧାନ ଶିକ୍ଷକ ପ୍ରତାପ ମହାପାତ୍ର ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ, ଶିକ୍ଷାବିତ, ମୁରବୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷିକାଙ୍କ ପକ୍ଷରୁ ଶ୍ରୀଯୁକ୍ତ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ବାରିକ, ପଣ୍ଡିତ ଅଜୟ କୁମାର ପତି, ତ୍ରିଲୋଚନ ବେହେରା, ଗଣେଶ ନାୟକ, ନଳିନୀ ପ୍ରଭା ପାତ୍ର, ସୁଜାତା ମହାନ୍ତି, ହରପ୍ରିୟା ମହାପାତ୍ର, ଭିକାରୀ ମହାନ୍ତି, ମନୋଜ ତରାଇ, ସଲୋନୀ ପରୋଇନି, ଦିଲ୍ଲୀପ କୁମାର ବିଶ୍ୱାଳଙ୍କୁ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସାମ୍ବାଦିକ ଧୀରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।